ଗହଣରେ ଅଛନ୍ତି ପ୍ରଯୋଜକ ଶ୍ରୀଯୁକ୍ତ ଆଦର୍ଶ ରଞ୍ଜନ ସ୍ୱାଇଁ। ତେଣୁ ଯାତ୍ରା କେଶରୀ ଆଜି ସେକେଣ୍ଡ ବିଜେ ମୁଖାଗ୍ନି ଯେତେବେଳେ ମୁଖାଗ୍ନି ଆପଣ ବସିକି ଦେଖିଲୁ ପରଫର୍ମାନ୍ସ ପ୍ରଥମରୁ ଦର୍ଶକମାନଙ୍କୁ ମାନେ ବାନ୍ଧି ରଖିବା ପାଇଁ ସକ୍ଷମ ଅଛି ଯାତ୍ରା କେଶରୀ, ତାକୁ ନେଇ କ'ଣ କହିବେ? ଆଶୀର୍ବାଦ ଦର୍ଶକଙ୍କ ଆଶୀର୍ବାଦ କମିଟିଙ୍କ ଆଶୀର୍ବାଦ ତ ଚାଲିଛି। ଦର୍ଶକ ଭଲ ପାଇବା ଅଛି ନାଟକ ପାଇଁ। ନୂଆ ଦର୍ଶକ ହିସାବରେ ଆଜ୍ଞା ଯାତ୍ରା ଅନୁଷ୍ଠାନରେ ମାନେ ଇଏ କରିବା ଷ୍ଟ୍ରଗଲ କରିବା ଯାତ୍ରା ଇଣ୍ଡଷ୍ଟ୍ରି କଥା ବୁଝିବା ବହୁତ କଷ୍ଟଦାୟକ। ଆଜ୍ଞା ଯୋଉ 2 ମାସ 3 ମାସ ହେଲାଣି ଯୋଉ ଧନ୍ଦି ହେଲେଣି ତା ଅନୁଭୂତି ବିଷୟରେ ଦର୍ଶକଙ୍କୁ କୁହନ୍ତୁ। ଦେଖୁଛନ୍ତି ତ ଅବସ୍ଥା କୋଭଳି ହେଇଛି ଆଉ ମୁଁ ତ ଦେଖୁଛି ପୁରା ପ୍ରଥମ ଦିନରୁ ପୁରା ଏଇ ଅନୁଷ୍ଠାନ ପାଇଁ ଡେଡିକେସନ ହେଇଛି ଆପଣଙ୍କ ବାପା ଆଉ ମ୍ୟାନେଜର ମାନେ। ସେତେବେଳେ ଆଉ ଗୋଟେ କଥା ହଉଛି ପ୍ରଥମ କ୍ୟାମ୍ପ ଆପଣଙ୍କର ଅଗଷ୍ଟ 14ରେ ରୂପାଲି ଭୁବନେଶ୍ୱର ହାଟ ଉପରେ ମାନେ କହିବାକୁ ଗଲେ ଭୁବନେଶ୍ୱର ହାଟ ରୂପାଲି ଉପରେ ହବ। ରୂପାଲି ଉପରେ ଯେତେବେଳେ ଓପନିଂ କରିବେ କ'ଣ ରହିବ ଦର୍ଶକ ମାନଙ୍କୁ ମେସେଜ? ଦର୍ଶକ ଭଲ ପାଇବା ଦରକାର, ଦର୍ଶକ ଆଶୀର୍ବାଦ ଦରକାର, ସେତିକି ଥିଲେ ଆଗକୁ ବଢିବ ସଂସ୍ଥା। ଆଉ କ'ଣ ତେବେ 3 ଖଣ୍ଡ ଆଉ ଖଣ୍ଡେ ବୋଧେ ନାଟକ କରିକି ବୋଧେ ଯାତ୍ରା ଆଉ ଗୋଟେ ନାଟକ ବୋଧେ ଫିଲ୍ଡରେ ହବ। ଏଇ ଯୋଉ ନେକ୍ସଟ ନାଟକ ହବ ସେ ନାଟକର ନାଁ କ'ଣ ରଖାଯାଇଛି? ଆ ପର ନାଟକଟା ନା ଫାଇନାଲ ହେଇନି, ଚୌକିଦାର ହେଇପାରେ କି କ'ଣ, ଫାଇନାଲ ଚାଲିଛି। ଆଉ ଗୋଟେ ଆପଣଙ୍କର ଦମଦାର ଷ୍ଟାରକାଷ୍ଟ ଏଣ୍ଟ୍ରି ହବାର ଅଛି ରାଜବୀର, ତାକୁ ନେଇ କ'ଣ କହିବେ? ସିଏ ତ ଆଗରୁ ବି ଯୋଉଠି ଥିଲେ ମାନେ ବହୁତ ଭଲ ଥିଲେ, ଆଉ ସିଏ ଆମ ମାନେ IRC ର ଲୋକ, ବହୁତ ଆଗରୁ ଚିହ୍ନା ଜଣା, ତ ଭଲ ହିଁ ହବ ଯାହା ହବ। ନାଟକ ଦେଖିଲେ ଆଜି ମୁଖାଗ୍ନି ନିହାର ସାରଙ୍କର ବଳିଆ ସାରଙ୍କର ନିର୍ଦ୍ଦେଶିତ ନାଟକର କ'ଣ ସୋସିଆଲ ମେସେଜ ଦର୍ଶକ ମାନଙ୍କ ପାଇଁ ରହିଲା? ସୋସିଆଲ ମେସେଜ ଆପଣ ଦେଖିଲେ ଆପଣ କୁହନ୍ତୁ କ'ଣ ରହିଲା? ସୋସିଆଲ ମେସେଜ ଦେଖିଲୁ ଆମେ ମୁଖାଗ୍ନି ପ୍ରତ୍ୟେକ ଘରେ ଘରେ ମାନେ ଯୋଉଟା ମୁଖାଗ୍ନିର ମାନେ ଯୋଉ ସେଣ୍ଟେନ୍ସଟା ହଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କେଶରୀର ମୁଖାଗ୍ନି ନାଟକକୁ କେତେ ଦର୍ଶକଙ୍କୁ ପ୍ରଭାବିତ କରିବ? ଆପଣ ତ ଦେଖୁଛନ୍ତି ଦର୍ଶକ ଉଠିକି ଯାଉନାହାନ୍ତି, ସେଇ ହିସାବରେ ଭାବନ୍ତୁ ଦର୍ଶକ ଭଲ ପାଇବା କ'ଣ ଅଛି। ଯେ ଶେଷରେ ଦର୍ଶକ କ'ଣ କହିଲେ ମେସେଜ ଦେବେ? ଏମିତି ଆଶୀର୍ବାଦ ରହିବା ଦରକାର ଦର୍ଶକଙ୍କର, କମିଟି ବାଲାଙ୍କର। ଏମିତି ଆଶୀର୍ବାଦ ରହିଲେ ଆମ ସଂସ୍ଥା ଆଗକୁ ବଢିବ। ଏମିତି ନୂଆ ନୂଆ ନାଟକ ଆଣିବୁ ଆଗକୁ, ଭଲ ଭଲ ନାଟକ ଯୋଉଟା ସ୍ପେଶାଲ ମେସେଜ ରହିବ ଦର୍ଶକ ମାନଙ୍କ। ଧନ୍ୟବାଦ।